ମାନେ ମାଛ ମାର୍କେଟ ଦେଖନ୍ତୁ, ଭଦ୍ରକ ମାଛ ମାର୍କେଟ। ସେମାନେ ସାଙ୍ଗମାନେ ଦେଖିବା ଚିଙ୍ଗୁଡ଼ି ପାଇଁ କ'ଣ କ'ଣ ମସଲା ସବୁ ଦରକାର। ଦେଖନ୍ତୁ ଏଥିରେ ପିଆଜ, ରସୁଣ, ଅଦା ଆଉ କିଛି ଗୋଟା ଜିରା ପକେଇ ଦେଇଛି। ଆଉ କିଛି ପିଆଜ କାଟିକି ରଖିଛି ତେଲରେ ଭାଜିବା ପାଇଁ। ଆଉ ଚାଲନ୍ତୁ ଦେଖିବା ୟାପରେ ଚିଙ୍ଗୁଡ଼ି ରେସିପିଟା କେମିତି କ'ଣ ହେଉଛି। ଆଉ ଭିଡ଼ିଓଟାକୁ ଦେଖିବେ, ଆଉ ଲାଇକ୍ କମେଣ୍ଟ ସେୟାର କରିବେ। ମୋ ଭିଡ଼ିଓ କେମିତି ଲାଗୁଛି ତ ନିଶ୍ଚୟ କରିକି ଖାଇବେ। ଆଉ କେମିତି କ'ଣ ଲାଗୁଛି ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। ଦେଖନ୍ତୁ ଚିଙ୍ଗୁଡ଼ି ଦେଖିଥିଲେ ଭାଜି ଦେଇଥିଲି, କହୁଥିଲି ପାଣି ମରିଗଲା ପରେ ଟିକେ ହଳଦୀ ପକେଇଲି। ପାଣି ମରିଗଲା ପରେ ଦେଖନ୍ତୁ ହଳଦୀ ପକେଇ ଚିଙ୍ଗୁଡ଼ି ପୁରା ଗୋଟି ଗୋଟି ହେଇଯାଇଛି, ପୁରା ଭାଜି ଆସିଲାଣି। ଆଉ ନାଲି ନାଲି ପଡ଼ିଲାଣି ଚିଙ୍ଗୁଡ଼ି। ଦେଖନ୍ତୁ ତାପରେ କେମିତି କ'ଣ ପଡ଼ି କ'ଣ ହବ ଚିଙ୍ଗୁଡ଼ି ରେସିପିଟାକୁ ଦେଖନ୍ତୁ। କିଛି ଡାଲଚିନି ଆଉ ଗୁଜୁରାତି ଅଳ୍ପ ଦୁଇଟା, ଆଉ ଟିକେ ତେଲରେ ପକେଇଦବା। ପିଆଜ କାଟିକି ପକେଇଦବା। ତାପରେ କ'ଣ ଟିକେ ଲୁଣ ପକେଇଦେଲେ, ଲୁଣ ଟିକେ ପକେଇଦେଲେ ପିଆଜଟା ସଙ୍ଗେ ସଙ୍ଗେ ମଳିଯିବ। ଏପଟେ ଆଳୁ ବସେଇଛି, ଆଳୁ ବି ସିଝି ହେଇଗଲାଣି, କଲର ହେଇ ଆସିଲାଣି, ବାଦାମ କଲର ହେଇଗଲାଣି। ଏବେ ଗ୍ୟାସଟା ଗୋଟେ ସିମ୍ କରିଦେବା। ସିମ୍ କରିଦେଇକି ମସଲା ଗୋଟେ ପକେଇବା। ଦେଖନ୍ତୁ ଯୋଉ ଅଦା ରସୁଣ ଜିରା ରଖିଥିଲି ତାକୁ ପେଷ୍ଟ କରିଦେଇଛି। ପେଷ୍ଟ କରିକି ଦେଖନ୍ତୁ ମସଲାଟା ପକେଇ ଦେଇଛୁ। ବିଲାତି କାଟିକି ରଖିଥିଲି, ବିଲାତି ବି ପକେଇ ଦେଇଛି। ମସଲା ହେଇଥିଲା ନା ଯୋଉ ବିଲାତି ମସଲା ହେଇଗଲାଣି ଟିକେ। ଏବାরে ଟିକେ ହଳଦୀ ପକେଇବା, ଟିକେ ହଳଦୀ ପକେଇଦେବା। ମସଲା ଟିକେ କଷି ଦେଇଛି। ଏବାরে ଟିକେ ତୀଖା ଲାଲ ପକେଇବା। ଯିଏ ଯେତିକି ରାଗ ଖାଆନ୍ତି ସେତିକି ସେଇ ଅନୁସାରେ ପକେଇବେ। ମୁଁ ଯେତିକି ରାଗ ଖାଏ ମୋ ଅନୁସାରେ ପକେଇଛି। ଆଉ ମତେ ଟିକେ ରାଗ ଟିକେ ବେଶୀ ପକେଇଲେ ଭଲ ଲାଗେ, ମୁଁ ସେଇ ଅନୁସାରେ ଟିକେ ପକେଇଛି, ରାଗ ପକେଇଛି, ଲଙ୍କାଗୁଣ୍ଡ ପକେଇଛି। ଆପଣ ମାନେ ଯେତିକି ଦରକାର ପକେଇବେ। ତାପରେ ଟିକେ କଷିଦେବେ ମସଲାକୁ। ଦେଖନ୍ତୁ ସାଙ୍ଗମାନେ ମସଲାଟା ପୁରା କଷି ହେଇଗଲାଣି। ମସଲାର ତେଲ ବି ଦେଖନ୍ତୁ ଛାଡ଼ିଗଲାଣି। ମସଲାଟାକୁ ଯେତେ କଷିବେ ତରକାରୀଟା ସେତେ ଟେଷ୍ଟ ଆସିବ। ମସଲାଟାକୁ ଟିକେ ଭଲସେ କଷିଦେବେ। ମସଲାଟା ପୁରା ଭଲସେ କଷି ଦେଇଛି। ଦେଖନ୍ତୁ ମସଲାର କଲରଟା କେମିତି ପୁରା ଲାଲ ଦେଖାଯାଉନି, ମସଲାର କଲରଟା ପୁରା। ମସଲା ଏବେ ଆଳୁ ପକେଇଦେବା। ଆଳୁକୁ ସିদ্ধ କରି ରଖିଥିଲି, ଆଳୁ ପକେଇଦେବା। ଟିକେ ଜାଳ ସିମ୍ କରିକି ଟିକେ ଆଳୁଟାକୁ କଷିବେ। କଷିକି 2 ମିନିଟ୍ ଖଣ୍ଡେ କଷିବେ। କଷିକି ତାପରେ ଚିଙ୍ଗୁଡ଼ିକି ପକେଇବେ। ଟିକେ ଆଳୁ ସିମ୍ କରିକି କଷିବେ। ଆଳୁଟା କଷି ଦେଇଛି। ଦେଖନ୍ତୁ ଚିଙ୍ଗୁଡ଼ି ଦେଖନ୍ତୁ ଭାଜିକି ରଖିଥିଲି, କେତେ ସୁନ୍ଦର ଦେଖନ୍ତୁ ଚିଙ୍ଗୁଡ଼ି ପୁରା ଲାଲ କଲର ଭାଜିକି ରଖିଛି। ଚିଙ୍ଗୁଡ଼ି ଟିକେ ପକେଇଦେବା। ଚିଙ୍ଗୁଡ଼ି ପକେଇ ଦେଇକି ଜାଳ ସିମ୍ କରିକି ଟିକେ ଆଳୁ ଚିଙ୍ଗୁଡ଼ି ତାକୁ କଷିବେ ଟିକେ। ତାକୁ ବି ସେ ଚିଙ୍ଗୁଡ଼ି ଟିକେ ପକେଇକି 2-3 ମିନିଟ୍ କଷିବେ। ଗୋଟେ ଭଲସେ କଷିବେ। କଷିକି ପାଣି ଦେଇକି ଚିଙ୍ଗୁଡ଼ି ତରକାରୀ ଫୁଟି ଆସିଲାଣି। ଏହାପରେ ଟିକେ ଗରମ ମସଲା ପକେଇଦେବେ। ଗରମ ମସଲା ପକେଇ ଦେଇକି ଏଇଭଳି ଚିଙ୍ଗୁଡ଼ି ରେସିପି କରି ଖାଆନ୍ତୁ। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ କହିବେ। ମୋ ଭିଡ଼ିଓଟି ଯଦି ଭଲ ଲାଗିଛି ମୋ ଚ୍ୟାନେଲଟିକୁ କ୍ରିଷ୍ଣା ସାଇ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଆଉ ମୁଁ ଏଇରକମ ରେସିପି କରି ଖାଇଲା ପରେ କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଭିଡ଼ିଓରେ କହିବେ। ଆଉ ଗୋଟେ ସାଙ୍ଗମାନେ ତାର ଏଟା ଫାଷ୍ଟ ବ୍ଲଗ, ସେ କେବେ କୁହେନି କ୍ୟାମେରା ଆଗର, ତାକୁ ଟିକେ ସପୋର୍ଟ କରିବେ। ସେ ଯାହା ଯେମିତି କହିଛି ଆଉ ଯେତିକି ବା ଯୋଉମାନେ ବି ଦେଖୁଛନ୍ତି ଟିକେ ଲାଇକ୍ କରନ୍ତୁ। ମୋର ଆଉ କିଛି ଦରକାର ନା, ଲାଇକ୍ କମେଣ୍ଟ କରନ୍ତୁ। ଯୋଉମାନେ ବି ଦେଖୁଛନ୍ତି ଲାଇକ୍ ଜମା। ତାର ଏଟା ନୂଆ ନୂଆ ବ୍ଲଗ, ମାନେ ସେ କେବେ କୁହେନି, ଆଜି ଫାଷ୍ଟ ଟାଇମ କହିଛି। ଯାହା ଯେତିକି ଶିଖିଛି ଆଉ ଭଉଣୀ ଟିକେ ସପୋର୍ଟ କରନ୍ତୁ ଆଉ।